ଗୋଠଛଡ଼ା ଦନ୍ତାହାତୀର ତାଣ୍ଡବ। ଗୋଠଛଡ଼ା ଦନ୍ତାହାତୀର ଉପଦ୍ରବ। କିଛି ଦିନ ବ୍ୟବଧାନ ପରେ ପୁଣି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ରେଞ୍ଜରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକର ଜଙ୍କିଆ ଥାନା ଅନ୍ତର୍ଗତ ଛଣଗିରି ପଞ୍ଚାୟତ ନିକଟସ୍ଥ ଗ୍ରାମ ଦେଉଳି ପାଟଣାରେ ଏକ ଗୋଠଛଡ଼ା ହାତୀ ପଶି ଗ୍ରାମର ଧୋବା ରଣସିଂଙ୍କ ଘର ଭାଙ୍ଗି ଦେଇଛି ଏବଂ ଧାନ ଚାଉଳ ଖାଇବା ସହ ସେହି ଗ୍ରାମର ଆଉ କିଛି ଲୋକଙ୍କ ଘର ନଷ୍ଟ କରିଦେଇଛି ହାତୀ। ପରିବାର ଲୋକେ ଘର ଭିତରେ ଶୋଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତେଣୁ ହାତୀଟି ଗୋଠଛଡ଼ା ହୋଇଥିବାରୁ ଗାଁ ଲୋକେ ସବୁ ଭୟଭୀତ ଅବସ୍ଥାରେ ରହିଛନ୍ତି। ତେବେ ଖୁବ୍ ଶୀଘ୍ର ହାତୀଟିକୁ ଘଉଡ଼ିବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି। ଖୋର୍ଦ୍ଧାରୁ ସୂର୍ଯ୍ୟକାନ୍ତ ଦଳାଇଙ୍କ ରିପୋର୍ଟ, ଓଡ଼ିଶା ଡିଜିଟାଲ। ଆମର ଧୋବା ରଣସିଂ ଆଉ ଘର ଦେଉଳି ବା ରାଙ୍ଗ। ଆଉ ହାତୀ ଭାଙ୍ଗିଲା ଯେତେବେଳେ ରାତି 1ଟା ସାଢ଼େ 1ଟାରେ ଆମେ କାଲୁଆରେ ପଳେଇଲୁ ଆଉ ପଡ଼ିଶା ଘରକୁ ଆଗ ଦୁଆରି। ଆଉ କେତେ ହାତୀ ଆସିଥିଲେ? କେତେ ହାତୀ ସିଆଡ଼େ ଆସିଥିବେ, ଆମ ବାରିକି ଆଇଥିଲେ ଯୋଡ଼ାଏ। ଘର ସବୁ ଭାଙ୍ଗି ଯାଇଛି। କ'ଣ ସବୁ କ୍ଷତି ହେଇଛି ଆପଣଙ୍କର? କ'ଣ ହାଣ୍ଡିଆ ଟିଆ ସବୁ ଭାଙ୍ଗି ଦେଇଛି, ଆଉ ରୋଷେଇ ହେଉଥିଲା ରୋଷେଇ ଚୁଲା ଫୁଲା ସବୁ ଭାଙ୍ଗିଛି, ଆଉ ଯାହା ଯେମିତି ବାସନ କୁସନ ଥିଲା ତାକୁ ଭାଙ୍ଗିଛି। ଫରେଷ୍ଟ ବାଲା କିଛି ଆସିକି ଜଗା ରଖା? ଫରେଷ୍ଟକୁ ଫୋନ୍ କଲୁ ଯେ ସେ କହିଲେ କ'ଣ କଥାକୁ ସେ କଥା କର, ଆରେଇକି କହ। ଆଉ ଏତେବେଳେ ଯାଇ କେହି ଦେଖା ନାହାନ୍ତି। ଆପଣ କ'ଣ ସରକାରଙ୍କ ପାଖରେ ନିବେଦନ କରୁଛନ୍ତି? ଆଉ କ'ଣ ସରକାର, ଆମେ କେମିତି ଗରିବ ଲୋକ କେମିତି ରହିବୁ ଏଇଟାକୁ ଟିକେ ବିଚାର କରିବେ। ଆଉ କେମିତି କରିବୁ କି ସେତେଟା? ଆନ୍ଦ ଡାକିଲେ ଗଲା କୁଆଡ଼େ ଆଉ କୋଉଠି ଆମର ମୁଁ ସାଙ୍ଗେ ସାଙ୍ଗେ ଆଇଥିଲି।